हेलो फ्रेंड, जय जगन्नाथ, हैप्पी बाहुड़ा यात्रा। आज मुझे आपण नहीं आसी दही पोटल। दही पोटल मु मेन मसला यूज कर राशि, काजू, जीरा, धनिया, कंचा लंका, अदा, गरम मसला। देखो शिଳରେ ମୁଁ ବାଟି କରିଛି। ଶିଳ ବଟା ତ ଜାଣିଥିବେ ବହୁତ ଟେଷ୍ଟ ଲାଗେ। ଏବେ ପ୍ରଥମେ ଆମେ କ'ଣ କରିବା, ପୋଟଳକୁ ଭଲ ଭାବେ ଛାଣିଦେବା ତେଲରେ। ଆଳୁକୁ ମଧ୍ୟ ଛାଣିଦେବା। ଆମେ ଯେଉଁ କାଜୁ, ରାଶି, ଧଳା ରାଶି, ଧନିଆ ଆଉ କଞ୍ଚା ଲଙ୍କା, ଅଦା ଯେଉଁ ବାଟି ଥିଲେ ତାକୁ ଭଲ ଭାବେ ଟିକେ ତେଲରେ ପକାଇକି କଷିବା। ଟିକେ କଷି ହେଇଗଲେ ଧନିଆ ପାଉଡର, ଲୁଣ, ହଳଦୀ ଟିକେ ପକାଇବେ, ଆଉ ଟିକେ ପାଣି ଦେବେ, କାହିଁକିନା ମସଲାଟା ଜଳିଯିବ। ତାକୁ ଆଉ ଟିକେ କଷିବେ। ଦେଖନ୍ତୁ ଏଥିରେ ଆପଣ ଫ୍ରେଶ୍ ଦହି ୟୁଜ୍ କରିବେ, ଖଟା ଦହି ଦେବେନି, ଫ୍ରେଶ୍ ଦହି ଟିକେ ଦେବେ। ଆଉ ଟିକେ ଚିନି ପକାଇବେ ଦହିରେ ପକାଇକିରି, ଯେହେତୁ ଫ୍ରେଶ୍ ଦହି 1 ସ୍ପୁନ୍ ଚିନି ପକାଇବେ। ଯଦି ପକାଇଲେ ନହେଲେ ନାହିଁ ସ୍କିପ୍ କରିପାରିବେ। ଯେଉଁମାନେ ଚିନି ଖାଉନାହାନ୍ତି ସ୍କିପ୍ କରିବେ, କିନ୍ତୁ ଚିନି ଟିକେ ପକାଇଲେ ଆମର ଗ୍ରେଭିଟା ଟିକେ ମିଠା ମିଠା ସୁଇଟ୍ ଲାଗିବ। ଦେଖନ୍ତୁ ମସଲାଟା କଷି ହେଇଗଲାଣି ପୋଟଳ ସହ। ଏବେ ଟିକେ ପାଣି ଦେବା, ଟିକେ ଗରମ ମସଲା ପକାଇଲେ। এটা ইনଷ୍ଟାଣ୍ଟ ରେସିପି, ଆପଣମାନେ ଘରେ ବନେଇ ଖାଇପାରିବେ। ଟିକେ କଡ଼ି ପତ୍ତା ପକାଇବେ, ଯେହେତୁ ଦହି ପୋଟଳ ନା, କଡ଼ି ପତ୍ତା ପକାଇଲେ ଟିକେ ଦହିର ଟେଷ୍ଟ ଭଲ ଆସେ। ମୋ ପାଖରେ ମେଥି ପତ୍ର ଥିଲା, ମୁଁ ପକାଇଛି। କଡ଼ି ପତ୍ତା ଯେହେତୁ ନଥିଲା, ତେଣୁ ମୋର ବନିଯାଇଛି ଦହି ପୋଟଳ। ଗାଇସ୍, ମୋର ଭିଡ଼ିଓଟିକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିପାରିବେ। ଆପଣଙ୍କର ଗୋଟେ ସବସ୍କ୍ରାଇବ୍, ଲାଇକ୍ରେ ମୋ ଭିଡ଼ିଓ ଆଗକୁ ଯାଇପାରିବ। ଆଉ ଏକ ଏପିସୋଡ଼ରେ ଦେଖା